ହ୍ୟାଲୋ। ହାଏ ନମସ୍କାର। ଆଜିର ଏକ ନୂଆ ଭିଡିଓ ନୂଆ ଟପିକକୁ ଆପଣମାନଙ୍କୁ ସ୍ୱାଗତ କଟକ ସ୍ୱିସ୍‌ର। ଆଜି ଆମେ ଜାଣିବା ଗୋଟେ ଗଭର୍ଣ୍ଣମେଣ୍ଟ ସ୍କିମ୍ ଲୋନ୍ ବିଷୟରେ। କେମିତି ଆପଣ ସବୁ ଲୋକଙ୍କର ଆଜିକାଲି ଦୁନିଆରେ ସବୁ ଲୋକଙ୍କର ଲୋନ୍‌ର ବହୁତ ଅର୍ଜେଣ୍ଟ ରହିଲାଣି, ମାନେ ଯେମିତି ଲୋକ ଚାହୁଁଛନ୍ତି କେମିତି ଆମେ କମ୍ ଇଣ୍ଟରେଷ୍ଟରେ ଭଲ ଜାଗାରୁ ଭଲ ଲୋନ୍ କେମିତି ପାଇପାରିବା, ସେଇ ବିଷୟରେ ଆଜି କଥା ହେବା। ଗଭର୍ଣ୍ଣମେଣ୍ଟ ଆପଣଙ୍କୁ ଲୋନ୍ ଦବ, ଆପଣଙ୍କର କିଛି କରିବାକୁ ପଡ଼ିବନି, ତ ବିଶେଷ ବି ଡକୁମେଣ୍ଟ ଦରକାର ନାହିଁ। ତ ନର୍ମାଲି ଯୋଉ ଡକୁମେଣ୍ଟ ଯୋଉ ସବୁ ରହିବ ସେଗୁଡ଼ା ସବୁ ବିଷୟରେ ଆଜି ଡିସ୍କସନ୍ କରିବା। ଚାଲନ୍ତୁ ପ୍ରଥମେ ଆଗେ ତାଙ୍କ ଗାଇଡ଼ଲାଇନ୍ ଆଗେ ଦେଖିବା, ଗାଇଡ଼ଲାଇନରେ କ'ଣ ଦେଇଛି ଗଭର୍ଣ୍ଣମେଣ୍ଟ ତରଫରୁ। ଲୋନ୍‌ଟା ରହିଛି 5 ଲକ୍ଷରୁ 10 ଲକ୍ଷ କି 25 ଲକ୍ଷ ଯାକେ ବି ଆପଣ ନେଇପାରିବେ। ତ ଯଦି ଆପଣ ମାନୁଫ୍ୟାକ୍ଚରିଂ ସେକ୍ଟରରେ ଯଦି କାମ କରୁଛନ୍ତି କି ପ୍ରଡକ୍ସନ୍ କୌଣସି ଜିନିଷର ଯଦି ପ୍ରଡକ୍ସନ୍ ଯଦି କରୁଛନ୍ତି, ତାହେଲେ ଆପଣ 25 ଲକ୍ଷ ଯାକେ ବି ଲୋନ୍ ନେଇପାରିବେ। ଆଉ ତା ଦେହରୁ ସବସିଡି ବି ପାଇପାରିବେ, ଭଲ ସବସିଡି ପାଇପାରିବେ। ଆଉ ଯିଏ ବିଜନେସ୍ କରୁଛନ୍ତି ତାଙ୍କ ପାଇଁ 5 ରୁ 10 ଲକ୍ଷ ରହିବ। ଚାଲନ୍ତୁ ଦେଖିବା କୋଉ ଏରିଆରେ କେତେ ରହୁଛି। ଏରିଆ ୱାଇଜ୍ ଏଟା ପ୍ରୋଜେକ୍ଟଟା ଯୋଉ ଆସିଛି ଏଟା ଏରିଆ ୱାଇଜ୍ ସବସିଡି ଦଉଛି। ଅର୍ବାନ ଏରିଆରେ ଯୋଉମାନେ ରହୁଛନ୍ତି ଜେନେରାଲ କାଟାଗୋରିର ସେମାନଙ୍କୁ 15%, ରୁରାଲ ଏରିଆରେ ସେମାନଙ୍କୁ 25%, ଯୋଉମାନେ ଜେନେରାଲ କାଟାଗୋରିରୁ ବିଲଙ୍ଗ କରୁଛନ୍ତି। ତ ଯଦି ସ୍ପେଶିଆଲ ଆପଣ ଯଦି ଲକ୍ଷେ ଟଙ୍କା ଆଣୁଛନ୍ତି, ଲକ୍ଷରେ 15% ପାଇବେ ଛାଡ଼। ଆଉ ଯଦି ରୁରାଲ ଏରିଆରୁ ଯଦି କିଏ ଲୋନ୍ ପାଇଁ ଆପ୍ଲାଏ କରୁଛନ୍ତି, ତାହେଲେ ଆପଣ 25% ସବସିଡି ପାଇବେ। ଆଉ ସ୍ପେଶାଲ ଯୋଉ ରହିଲେ SC ST ଆଉ OBC ଆଉ ଫିଜିକାଲ ହ୍ୟାଣ୍ଡିକ୍ୟାପ୍ଟ, ସେମାନେ ଏଥିରେ ବହୁତ ଭଲ ବେନିଫିଟ ପାଇପାରିବେ। ଆଉ ଯଦି ସେ ଲକ୍ଷେ ଟଙ୍କା ଲୋନ୍ ଆଣୁଛନ୍ତି, ତାହେଲେ 25% ପାଇପାରିବେ ଅର୍ବାନ ଏରିଆରେ, ଆଉ ରୁରାଲ ଏରିଆରେ 35% ପାଇପାରିବେ। ତ ଏଠି ମ୍ୟାକ୍ସିମମ୍ ତାପରେ ଦେଇଛି ଦ ମ୍ୟାକ୍ସିମମ୍ କଷ୍ଟ ଅଫ୍ ଦ ପ୍ରୋଜେକ୍ଟ ୟୁନିଟ୍ ଆଡମିସେବଲ ଅଣ୍ଡର ମାନୁଫ୍ୟାକ୍ଚରିଂ ସେକ୍ଟର। ଯଦି ଆପଣ ମାନୁଫ୍ୟାକ୍ଚରର ଅଛନ୍ତି, ମାନେ କୌଣସି ଜିନିଷର ଯଦି ପ୍ରଡକ୍ଟ କରୁଛନ୍ତି, ତାହେଲେ ଆପଣଙ୍କୁ 25 ଲକ୍ଷ ଯାଏଁ ଲୋନ୍ ଦେଇପାରିବ ବ୍ୟାଙ୍କ। ଆଉ ଦ ମ୍ୟାକ୍ସିମମ୍ କଷ୍ଟ ଅଫ୍ ଦ ପ୍ରୋଜେକ୍ଟ ୟୁନିଟ୍ ଆଡମିସେବଲ ଅଣ୍ଡର ବିଜନେସ୍ ସର୍ଭିସ ସେକ୍ଟର 10 ଲାଖ। ମାନେ 10 ଲକ୍ଷ ଆପଣ ଯଦି ବିଜନେସ୍ କରୁଛନ୍ତି, ତ ଆପଣ 5 ରୁ 10 ଲକ୍ଷ ଯାଏଁ ଲୋନ୍ ନେଇପାରିବେ। ଦ ବାଲାନ୍ସ ଆମାଉଣ୍ଟ ଅଫ୍ ଦ ଟୋଟାଲ ପ୍ରୋଜେକ୍ଟ କଷ୍ଟ ୱିଲ୍ ବି ପ୍ରୋଭାଇଡେଡ୍ ବାଇ ବ୍ୟାଙ୍କ ଆଜ୍ ଟର୍ମ ଲୋନ୍। ଏଇଟା ବ୍ୟାଙ୍କ ହିଁ ଆପଣଙ୍କୁ ଲୋନ୍ ଟା ଦବ। ଏଲିଜିବୁଲ କଣ୍ଡିସନ ଆସନ୍ତୁ, କିଏ ଲୋନ୍ ପାଇପାରିବ କିଏ ନ ପାଇପାରିବ ସେ ବିଷୟରେ ଜାଣିବା। ଆଉ ତା ପାଇଁ କଣ କଣ ଡକୁମେଣ୍ଟ ଦରକାର ସେ ବିଷୟରେ ଜାଣିବା। ଏନି ଇଣ୍ଡିଭିଜୁଆଲ ମେଲ୍ ବି ପାଇପାରିବେ, ଫିମେଲ ବି ପାଇପାରିବେ, ଯିଏ ବି ଆପ୍ଲାଏ କରିବେ ସିଏ ବି ପାଇବେ। ତ ମେନ୍ ତାଙ୍କୁ 18 ବର୍ଷରୁ ଅଧିକା ହେଇଥିବା ଦରକାର, ତାଙ୍କର ଆଧାର, ପ୍ୟାନ, ଭୋଟର ଆଉ ବ୍ୟାଙ୍କ ଆକାଉଣ୍ଟ ଥିବା ଦରକାର। ଆଉ ବ୍ୟାଙ୍କରେ ତାଙ୍କର ଭଲ ଟ୍ରାଞ୍ଜାକ୍ସନ ଥିବା ଦରକାର। ଦେୟାର ୱିଲ୍ ବି ନୋ ଇନକମ୍ ସେଲିଂ ଫର ଆସିଷ୍ଟାନ୍ସ ଫର ସେଟିଂ ଅଫ୍ ପ୍ରୋଜେକ୍ଟ ଅଣ୍ଡର PMEGP। ମାନେ ଇଏ କୌଣସି ପେ ସ୍କେଲ ଆପଣଙ୍କର ମାଗୁନାହିଁ ଯେ ଆପଣଙ୍କର ଏତିକି ସାଲାରୀ ହେଇଥିଲେ କିମ୍ବା ଏତିକି ଆପଣଙ୍କର ଇନକମ୍ ହେଇଥିଲେ ବର୍ଷକୁ ଆପଣ ଏ ଲୋନ୍ ଟି ନେଇପାରିବେ। ୟାର ସେମିତି କିଛି କ୍ରାଇଟେରିଆ ନାହିଁ। ତ ଆପଣଙ୍କର ଯେତେ ବି ଇନକମ୍ ଥିଲେ ଆପଣ ଏଠାରେ ଆପ୍ଲାଏ କରିପାରିବେ। ଆଉ ଫର ସେଟିଂ ଅଫ୍ ପ୍ରୋଜେକ୍ଟ କଷ୍ଟିଂ ଏଭଭ୍ 10 ଲାଖ in the manufacturing sector and above 5 lakh in the business service sector, the beneficiaries should possess at least 8 standard pass educational qualification। ମାନେ ଯିଏ ବି ଲୋନ୍ ପାଇଁ ପକେଇବେ ତାଙ୍କ ମିନିମମ୍ 8ମ ପାସ୍ ହୋଇଥିବା ଦରକାର। ଆଉ ସେଲ୍ଫ ହେଲ୍ପ ଗ୍ରୁପ୍ସ ଇନକ୍ଲୁଡିଂ BPL ପ୍ରୋଭାଇଡେଡ୍। ଯଦି ଆପଣ BPL କାର୍ଡ ବି ଯଦି ରହୁଛି କିମ୍ବା ରାସନ କାର୍ଡ ବି ଯଦି ରହୁଛି, ସେଥିରେ ବି ଆପଣ ଏଠି ଭଲ ବେନିଫିଟ ପାଇପାରିବେ। ତ ଆଗେ ଆପଣ ଏଇ ସବୁ ଡକୁମେଣ୍ଟ ସବୁ ଆପଣ ଆଗେ ରେଡି କରାନ୍ତୁ। ଆପଣଙ୍କର ବିଜନେସ୍ ଗୋଟେ ଷ୍ଟାର୍ଟଅପ୍ ବିଜନେସ୍, ମାନେ ଯୋଉମାନେ ଏଠି ବିଜନେସ୍ କରିବାକୁ ଚାହୁଁଛନ୍ତି, ଧର ଗୋଟେ ଦୋକାନ କରିବେ, ସେ ଦୋକାନରେ କେତେ ଟଙ୍କାର ମାଲ ଆପଣଙ୍କର ଦରକାର, କି ଗୋଟେ ମାନୁଫ୍ୟାକ୍ଚର ହେବେ କୋଉ
ଟାଇପ୍ର ଆପଣ ମ୍ୟାନୁଫ୍ୟାକ୍ଚରିଂ କରିବେ ଆଉ କେତେ ଟଙ୍କାର ମେସିନ୍ ଦରକାର ସେଇ ଟାଇପ୍ର କିଛି ଗୋଟେ ଫାଇଲ୍ ଆପଣଙ୍କୁ ରେଡ଼ି କରି ଆଗେ ବ୍ୟାଙ୍କକୁ ଶୋ ଅଫ୍ କରିବାକୁ ପଡ଼ିବ। ବ୍ୟାଙ୍କ ଦେଖିଲା ପରେ ବ୍ୟାଙ୍କର ସେତିକି ଟ୍ରଷ୍ଟ ଆପଣଙ୍କ ଉପରେ ଆସିଲେ ବ୍ୟାଙ୍କ ଆପଣଙ୍କୁ ଲୋନ୍‌ଟି ପ୍ରୋଭାଇଡ୍ କରିବ। ଆଉ ଏସବୁ ପୁରା ଫ୍ରି ଅଫ୍ କଷ୍ଟରେ ହବ। ଆଉ ଆପଣ ଟୋଟାଲି କାହାକୁ ୟା ପାଇଁ ଟଙ୍କାଟେ ବି ଦେବେନି। ଏଇଟା ପୁରା ଗଭର୍ଣ୍ଣମେଣ୍ଟ ଲୋନ୍। ଏଇଟା ପୁରା ଟୋଟାଲି ଫ୍ରି ଅଫ୍ କଷ୍ଟରେ ମିଳିବ। ବାକି ଆପଣଙ୍କର ଯଦି ଡକୁମେଣ୍ଟ ଯଦି ସବୁ ଯଦି ଠିକ୍ ଠାକ୍ ଥିବ, ତ ଇଏ ଟୋଟାଲ 24 ପେଜ୍ ଅଛି। ଏତେ ଭିଡ଼ିଓ ମାଧ୍ୟମରେ କହିବାଟା ଠିକ୍ ମାନେ ସମ୍ଭବ ନୁହଁ। ବହୁତ ଲମ୍ବା ଭିଡ଼ିଓ ହେଇଯିବ। ତ ଆପଣଙ୍କୁ ଖାଲି ମୁଁ ନର୍ମାଲି ଇମ୍ପୋର୍ଟାଣ୍ଟ ପଏଣ୍ଟ ଯେତିକ ମୁଁ ସେତିକ କହିଦେଲି। ତ ଆପଣ ବାକି ଥରେ PDFଟିକୁ ଦେଇଦେବି ଡିସ୍କ୍ରିପସନରେ। ଆପଣ ଥରେ ଦେଖିକିନା ପଢ଼ିଦେବେ। ପଢ଼ିକିନା ଯୋଉଠି ନ ବୁଝିପାରିଲେ କମେଣ୍ଟ କଲେ ମୁଁ ରିପ୍ଲାଏ କରିବି। ତ ଆପ୍ଲିକେସନ୍ ଆଇଡି ଆପଣଙ୍କର ଏଇଠି ଫର୍ମଟି ବି ଦେଇଦେଇଛି। ଆପଣ ଏଇଟାକୁ ଏକାଥରେ ପ୍ରିଣ୍ଟ ବାହାର କରି ଫିଲ୍ଅପ୍ କରି ବ୍ୟାଙ୍କକୁ ନେଇ ଯାଇପାରିବେ। ବାକି ରହିଲା ଭିଡ଼ିଓଟିକୁ ଦେଖିଥିବାରୁ ଦେଖିକିନା ଭଲସେ ବୁଝିକିନା ଯେତିକି ଡକୁମେଣ୍ଟ ମାନେ ଦରକାର ସେତିକି ଡକୁମେଣ୍ଟ ବ୍ୟାଙ୍କକୁ ନେଇ ଶୋ ଅଫ୍ କରେଇବେ। ତାପରେ ବ୍ୟାଙ୍କ 1 ରୁ 2 ଦିନ ଭିତରେ ଏଇଟା ପ୍ରୋସେସ୍ ଟାଇମ୍ ଲାଗେ। ତ ଏଇଟା ପ୍ରୋସେସ୍ କରେଇକି ବ୍ୟାଙ୍କ ତରଫରୁ ଆପଣଙ୍କୁ କଲ୍ ଆସିବ। ଆଜିର ଭିଡ଼ିଓ ଏତିକି ଥିଲା। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣେଇବେ। ଆଉ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହୁଛି, ଜୟ ଜଗନ୍ନାଥ।